ଭିତରୁ ଗୋଟେ ଅଠାରେ ଏଇଟା ଆମର ବନା ହୁଏ। ଏଇଟା ଆମର ମଡୁଲଟାକୁ ଫ୍ରେମ୍ ଦେବ ଆଉ ଯଦି ଜଙ୍କସନ୍ ବକ୍ସ ଫିକ୍ସ କରିବା ପାଇଁ ୟୁଜ୍ କରା ହୁଏ ନର୍ମାଲି। ଏଇଟା ଆମର କ୍ୟୁରିଂ ପାଇଁ 4 ଘଣ୍ଟା ଟାଇମ୍ ଲାଗେ, କମ୍ପାନୀ ମେଡ୍ ହିସାବରେ ଲାଗେ। ଆଉ ଆମର ଏଇ ବଡ଼ ମଡୁଲରେ 270 ଗ୍ରାମ ଦିଆହେଉଛି ବୋଧେ ଫ୍ରେମ୍ରେ ଯେଉଁ ସିଲେନ୍ ଆଉ ଜେବିରେ ତୁମର 721 ଗ୍ରାମ ରହୁଥିବ ବୋଧେ। ଏଠି କେତେ ୟୁଜ୍ ହେଉଛି ମୁଁ ଜାଣିନି, ମୁଁ ପୁରୁଣା କମ୍ପାନୀ ହିସାବରେ କହୁଛି। ଏଠୁ ପୋଟିଂର କାମ କ'ଣ? ଏଟା କିଏ ବଣ୍ଟି କରେ? କ'ଣ ଭାଇ ଅଛି କାଣା ପୋଟିଂ ମୁଁ କ'ଣ ପୋଟିଂ କରେ ତୁମେ ସେ ପୋଟିଂ ବିଷୟରେ ଆସ। ପୋଟିଂ ଆମର ଯେଉଁ ରଷ୍ଟ ଖାଇବା ପାଇଁ ଆଉ ଯେଉଁ ବାଇପାସ୍ ଡାୟୋଡ୍ ଯେତେବେଳେ ହାଇ ଭୋଲ୍ଟ ଯାଏ ନା ସେଟା ହିଟ୍ ହୁଏ ଡାୟୋଡ୍, ତ ହିଟ୍ଟାକୁ ଆବଜର୍ଭ କରିବା ପାଇଁ ପୋଟିଂଟା ଦିଆ ହୁଏ। ଯେମିତି ସ୍ପାର୍କିଂ ନ ହୁଏ, ନ ପୋଡ଼ିଯାଏ କି ଡ୍ରାଏ ସୋଲ୍ଡରିଂ ଥିବ ଯେମିତି ସାଇଡ୍କୁ ମୋ ସାଙ୍ଗରେ ହିମାଂଶୁ ଭାଇ ଯାଇଥିଲେ, ଫଟୋ ବି ଦେଖେଇଥିଲି ତମମାନଙ୍କୁ ଯେ ଜେବି ପୋଡ଼ି ଯାଇଥିଲା ସେ ଜାଗାରେ ଯଦି ପୋଟିଂ ଲାଗିଯାଆନ୍ତା ତ ସେ ଜେବି ଜଳି ନଥାନ୍ତା କେବେ। ଆହୁରି ବ୍ୟାକ୍ ଲେବୁଲ୍ କାମ କ'ଣ କି ଏଇଟା ବଣ୍ଟି କ'ଣ ପ୍ରିଣ୍ଟ 1128 ଏଇଟା ଆଉ ଠିକ୍ ଅଛି। ବ୍ୟାକ୍ ସିଟ୍ଟାର ୱିଥ୍ଟା ମୁଁ ବି ଜାଣିନି, ଦେଖିବାକୁ ପଡ଼ିବ। ବ୍ୟାକ୍ ସିଟ୍ର ଲେନ୍ଥ କେତେ? ଲେନ୍ଥଟା 1134, ଲମ୍ବାଟା 1133 ନାହିଁ 2272 ନା 2272 କୋଉଠି 2272 କଟା ହଉଛି? ବେଶୀ ତ କଟା ହଉଛି। अगली खड़ा नहीं है साइड ସଦାବେଳେ ଯେତେବେଳେ ଗ୍ଲାସ ସାଇଜ୍ ଥାଏ ମିନିମମ୍ 8 mm 10 mm ବେଶୀ କଟାଯାଏ। ମିନିମମ୍ 78 হবে। ଏଇଟା ତମର ମିନିମମ୍ ହବ 1130 ନହେଲେ 33 ହବ ୱିଥ୍ଟା ବ୍ୟାକ୍ ସିଟ୍ର। ଏଇଟା ତମର 1128 ହବ ୱିଥ୍ଟା ଇଭିଆର। ଏଇଟା ତମର ଆଉ